चैनल आपण मान बहुत बहुत स्वागत। आशा रखी आपण मैंने आम चैनल को बहुत भल पाइबा दिंतु। आज आम चैनल आम आपण को बुले नबू आमर बाड़ी गड़िया एवं आमर जो नर्सरी जोटा बाकी थिला आम ताको देखैबू एवं आशा रखी आपण मैंने आमर जो ब्लॉग चैनल को बहुत भल पाइबा देबे एवं एमती भल पाइबा दिंतु जहाँफल आम चैनल बहुत ही ग्रो करू। आमर जो देखी पार्टी এটা আমার কোহনা গড়িয়া মু দেখিଥିଲି আপনাকে। তারপরে বিভিন্ন প্রকার গুয়া গছ সব ଅଛି। দেখନ୍ତୁ পুরা লাইন রে গুয়া গছ, লাইন রে গুଆ গছ দেখি পাରୁଛନ୍ତି পুরা কন্টিन्यू ଦେଖନ୍ତୁ ପୁରା ଗୁଆ ଗଛ ଭର୍ତ୍ତି, ମାନେ এই ଲାଇନଟା ପୁରା ଗୁଆ ଗଛ ଭର୍ତ୍ତି। ପାଖାପାଖି ଏଠି ଆମର ଅଛି ପାଖାପାଖି 100 ରୁ 150 ଗୁଆ ଗଛ ହେଲା। ବାବା ଆମର ଯେଉଁ ମୋ ବାବା ଏବଂ ମୋ କକା ଲଗେଇଛନ୍ତି। ତାପରେ ଏପଟେ ଦେଖୁଛନ୍ତି ପୁରା କଦଳୀ ଗଛଟା, କଦଳୀ ଗଛ ବାଗାନ ଏଟା ହେଲା, କଦଳୀ ବାଗାନ ଦେଖୁଛନ୍ତି କଦଳୀ ବାଗାନ। ଏଇଟା ଦେଖିପାରୁଛନ୍ତି କେମିତି କଦଳୀ ମାନେ ଯେଉଁ କଦଳୀଟା ହେଇଛି ତାକୁ କେମିତି ଘୋଡ଼େଇକି ରଖାଯାଇଛି, ମାନେ ମାଙ୍କଡ଼ ମାନଙ୍କ ଉପଦ୍ରବରୁ ତାକୁ ବଞ୍ଚିବା ପାଇଁ ତାକୁ କେମିତି ଗୋଟେ ବୁରାରେ କେମିତି ଘୋଡ଼େଇକି ରଖାଯାଇଛି ଦେଖିପାରୁଛନ୍ତି। ମାନେ ଏଇଟା ପ୍ରୋଟେକ୍ସନ୍ ଆମ ଗାଉଁଲି ଷ୍ଟାଇଲ୍, ଏଇଟା ଗୋଟେ ଆମ ଗାଉଁଲି ଷ୍ଟାଇଲ୍ର ପ୍ରୋଟେକ୍ସନ୍ ହେଲା। ଆମେ ଦେଇଛୁ ତାକୁ ହେଲା, ଗାଉଁଲି ଷ୍ଟାଇଲ୍ରେ ଆମେ ତାକୁ ପ୍ରୋଟେକ୍ସନ୍ ଦେଇଛୁ ଗୋଟେ ମାନେ କ'ଣ ବୁରା ଘୋଡ଼େଇ, ଏଇଟା ଆମେ କହୁଛେ ଯେଉଁଟା ଆମେ କହୁଛେ ଦେଶୀ ଷ୍ଟାଇଲ୍ରେ ପ୍ରୋଟେକ୍ସନ୍। ଆହୁରି ଆଗକୁ ଯିବା, ଆସନ୍ତୁ ଆସନ୍ତୁ ଆଗକୁ ଯିବା। ଏଠି ବି ଦେଖିପାରୁଛନ୍ତି ବିଭିନ୍ନ ଗଛ ସବୁ ଅଛି, ଯେମିତିକି ଗୁଆ ଗଛ, ନଡ଼ିଆ ଗଛ ସବୁ ଭର୍ତ୍ତି। ଏଇଟା ଆମର ଗୋଟେ ବହୁତ ବଡ଼ ନର୍ସରୀ। ଏଇଟା ଏ ନର୍ସରୀରେ ବିଭିନ୍ନ ପ୍ରକାର ଗଛ ସବୁ ରହିଛି। ଆମେ ଯେହେତୁ ନର୍ସରୀ ଭିତରକୁ ଏଲାଉ କରିପାରିବା ନାହିଁ, ତ ଆପଣ ଜଷ୍ଟ ବାହାରୁ ଟିକେ ଲୁକ୍ କରନ୍ତୁ ହେଲା। ପାର୍ଟ 2ରେ ଆମେ ଦେଖିବୁ ନର୍ସରୀର ଲୁକ୍ଟା କେମିତି, ଆମେ ପାର୍ଟ 2ରେ ଆମେ ଦେଖିବୁ। ଏଠି ଦେଖନ୍ତୁ ଆମର ବିଭିନ୍ନ ପ୍ରକାର ଗଛ, ଆଗକୁ ଦେଖିବା ଆହୁରି ବରକୋଳି ଗଛ ଅଛି, ଜାମୁକୋଳି ଗଛ ଆମେ ଦେଖିବା। ଆସନ୍ତୁ ବୁଲିବା, ଆସନ୍ତୁ ମାରି ଆସନ୍ତୁ। ଏଇଟା ଦେଖିପାରୁଛନ୍ତି এটা বিভিন্ন প্রকার কদলী গছ, কদলী গছটা দেখুন কেতে কদলী গছ, কেতে কদলী গছ পুরা চারি মানে গড়িয়া চারি পাখরে, পুরা গড়িয়া চারি পাখরে কদলী গছ ହେଲା। আসুন আসুন, এটা ଦେଖିପାରୁଛନ୍ତି ଏଇଟା ହେଉଛି ଆମ୍ବଡ଼ା ଗଛ। ଆମ୍ବଡ଼ା ଆପଣ ମାନେ ଆପଣ ମାନେ କ'ଣ କୁହନ୍ତି ଏଇ ଗଛକୁ ମୋତେ କମେଣ୍ଟରେ ଜଣାଇବେ। ଆପଣମାନେ ଗଛକୁ କ'ଣ କୁହନ୍ତି ମୋତେ କମେଣ୍ଟରେ ଜଣାଇବେ। କିନ୍ତୁ ଆମ ଗାଁରେ ଏଟା କୁହନ୍ତି କ'ଣ ଆମ୍ବଡ଼ା ଗଛ, ଆମ୍ବଡ଼ା ଗଛ ହେଲା। କ'ଣ କୁହନ୍ତି ଆମ୍ବଡ଼ା ଗଛ ହେଲା। ଏଇଟା ଦେଖିପାରୁଛନ୍ତି ଗୁଆ ଗଛ, ତ ମୁଁ କହିଛି ଏଠି ପାଖାପାଖି 200 ରୁ 300 ଗୁଆ ଗଛ ଅଛି ହେଲା। ଆସନ୍ତୁ ଆଗକୁ ବଢ଼ିବା। ଆଚ୍ଛା ଏ ଗଛଟା କ'ଣ କହିପାରିବେ, ଏ ଗଛଟା କହିପାରିବେ ଭଲି ଦେଖନ୍ତୁ, ମୋତେ କମେଣ୍ଟରେ ଜଣାଇବେ ଏ ଗଛର ନାଁ କ'ଣ, ମୋତେ କମେଣ୍ଟ ସେକ୍ସନରେ ଜଣାଇବେ ଏ ଗଛର ନାଁ କ'ଣ ହେଲା। ଆଉ କଦଳୀ ଗଛ ତ ପୁରା କହିଛି ଭର୍ତ୍ତି। ଟଗର ଫୁଲ ଗଛ, ଟଗର ଫୁଲ ଗଛ ହେଲା। ଦେଖୁଛନ୍ତି ଏଇଟା ହେଉଛି ଆମର ଜାମୁକୋଳି ଗଛ। ଏ ବର୍ଷ ଏତେ ଜାମୁକୋଳି ହେଇନାହିଁ, କିନ୍ତୁ এই ଗଛରେ ବହୁତ ଜାମୁକୋଳି ହୁଏ। ଆମେ ପ୍ରତିବର୍ଷ ବହୁତ ଜାମୁକୋଳି এই ଗଛରୁ ଖାଉ। ଅଧିକାଂଶ ଗଛ ମାନେ ଅଧିକାଂଶ ଜାମୁକୋଳି ମାନେ ଗଡ଼ିଆରେ ପଡ଼ିଯାଏ ହେଲା। ଅଧିକାଂଶ ଜାମୁକୋଳି ଗଡ଼ିଆରେ ପଡ଼ିଯାଏ, କିନ୍ତୁ ଏଇଟା ସବୁଠୁ ବଡ଼ ମାନେ ସବୁଠୁ ବଡ଼ ଜାମୁକୋଳି ଗଛ ଆମ ଏରିଆର। ଆଚ୍ଛା, ଏ ଜାମୁକୋଳି ଆମେ ପ୍ରତିବର୍ଷ ଜାମୁକୋଳି ଗଛରୁ ବହୁତ ଜାମୁକୋଳି ଖାଇବା ସହିତ ଅନ୍ୟମାନଙ୍କୁ ମଧ୍ୟ ଦେଇଥାଉ। ଏଇଟା ତ ଦେଖିପାରୁଛନ୍ତି ଏଇଟା କ'ଣ, ଏଇଟା ହେଲା ଭୁସୁଙ୍ଗା ପତ୍ର ଗଛ। କ'ଣ ଭୁସୁଙ୍ଗା ପତ୍ର ହେଲା। ଏ ଗଛରେ ଭଲକି ଦେଖନ୍ତୁ, ଭଲକି ଲୁକ୍ କରନ୍ତୁ। ଏଇଟା ହେଲା ଭୁସୁଙ୍ଗା ପତ୍ର, ଆମ ଏରିଆରେ କୁହନ୍ତି ଭୁସୁଙ୍ଗା ପତ୍ର ଗଛ, ଭୁସୁଙ୍ଗା ହେଲା। ଆଉ ଦେଖିପାରୁଛନ୍ତି ଗୁଆ ଗଛ ତ ଭର୍ତ୍ତି ପୁରା ଚାରିଆଡ଼େ। ଆଉ ଟିକେ ବୁଲିଯିବା, ଆସନ୍ତୁ ମାଡ଼ିଯିବା। ଏଠି ବି ସେଇ ଭୁସୁଙ୍ଗା ପତ୍ର ଗଛ ଦେଖିପାରୁଛନ୍ତି, ଭୁସୁଙ୍ଗା ପତ୍ର ବହୁତ ବହୁତ ଗଛ ହେଇଛି। ସେପଟେ ଦେଖନ୍ତୁ, ସେପଟେ ଆମ୍ବ ଗଛ, ସେପଟେ ଆମ୍ବ ଗଛ, ଆଉ ଗୋଟେ ସେଟା ଦେଖନ୍ତୁ ସେଟା ବେଲ ଗଛ, ବେଲ ଗଛ ସେଟା। ଏପଟେ ଦେଖନ୍ତୁ, ଏପଟେ ବି ଗୁଆ ଗଛ ଲାଇନ୍ ହେଇଛି। ଏପଟେ ଏଇଟା 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 ଗୁଆ ଗଛ ଲାଇନ୍ ଏଇଟା ହେଲା। ଏଇଟା ହେଲା ଆମର ନିମ ଗଛ, ନିମ ଗଛ ଏଇଟା ହେଲା ହେଲା। ନିମ ଗଛ ବହୁତ ବାସନା, ବଢ଼ିଆ ବାସନା ଦେଖିପାରୁଛନ୍ତି। ଏଇଟା ସବୁ ଆକାଶୀ ଗଛ, ଆକାଶୀ ଗଛ, ଆକାଶୀ ଗଛ ହେଲା। ଇଏ ଗୋଟେ ଆକାଶୀ, ଆକାଶୀ ସେଇ ଆକାଶୀ। ଆଉ ସେପଟେ ଆମର ଦୁଇଟା ନଡ଼ିଆ ଗଛ ହେଲା। ଆଉ ବନ୍ୟାରେ ସରି ଆମର ବାତ୍ୟାରେ ଗଛଟି ଟିକେ ଓଳି ପଡ଼ିଛି, ମାନେ ଭାଙ୍ଗି ଯାଇଛି ଗଛଟା ହେଲା। ଏ ଗଛଟା ମୁଁ ତ କହିଥିଲି, ଏ ଗଛର ନାଁ ଜାଣିଥିବେ ଆପଣମାନେ ଆମ୍ବଡ଼ା ଗଛ ହେଲା। ଏଇଟା ବଡ଼ ହେଇଯାଇଛି ଗଛଟା ହେଲା। ଏଥିରେ ବି ଆମ୍ବଡ଼ା ହୁଏ, ଏ ଗଛରେ ଆମ୍ବଡ଼ା ହୁଏ, ବହୁତ ଲୋକ ନିଅନ୍ତି। ଆମେ ମଧ୍ୟ ଆମ୍ବଡ଼ା ଖାଉ। ଦେଖନ୍ତୁ ଆମ୍ବଡ଼ା ହେଇଛି, ଦେଖୁଛି ଆପଣଙ୍କୁ, ଦେଖନ୍ତୁ ଦେଖନ୍ତୁ ଆପଣ ଦେଖନ୍ତୁ, ଏଇ ଆମ୍ବଡ଼ା ହେଇଛି ଦେଖନ୍ତୁ, ଏଇ ଦେଖନ୍ତୁ, ଏଇ
ଦେଖିପାରୁଛନ୍ତି ନା ହେଇ 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 ଦେଖିପାରୁଛନ୍ତି ନା ଏଇଟା ହେଇ ଆମର ହେଲା ଏଇ ଏଇ ହେଲା ବଢ଼ିଆ ମୁଁ ଆପଣଙ୍କୁ ଗୋଟେ ତୋଳିକି ଦେଖିଛି ତୋଳି ହେବନି ଯେହେତୁ ମୁଁ ବାଙ୍ଗରା ଲୋକ ତୋଳିବା କଷ୍ଟ ମୋ ପାଇଁ ହଁ ତ ଆଜି ଆମେ ଆପଣଙ୍କୁ ଦେଖିଲୁ ବହୁତ କିଛି ଜିନିଷ ପାର୍ଟ 1ରେ ତ ଆମେ ଦେଖିଥିଲୁ ପାର୍ଟ 2ରେ ବି ମୁଁ ଆମ ବାଡ଼ିର ବହୁତ କିଛି ଆପଣଙ୍କୁ ଦେଖେଇଲି ତ ପାର୍ଟ 3 ଭିଡ଼ିଓରେ ମୁଁ ଆପଣଙ୍କୁ ଅନ୍ୟ କିଛି ଗୋଟେ ସରପ୍ରାଇଜ୍ ଦେବି ଆପଣମାନଙ୍କୁ ଆପଣମାନେ ଅପେକ୍ଷା କରନ୍ତୁ ନମସ୍କାର ଧନ୍ୟବାଦ।